ସକାଳୁ ଉଠିବା ମାତ୍ରେ କରନ୍ତୁ ଏହି କାମ। ଜୀବନରେ କେବେ ହେବେନି ହାର୍ଟ ଆଟାକ୍ର ଶିକାର। ଦେଶରେ ହୃଦଘାତ ମାମଲା କ୍ରମାଗତ ଭାବରେ ବୃଦ୍ଧି ପାଉଛି ଏବଂ ଲୋକମାନେ ଅଳ୍ପ ବୟସରେ ଏ ସାଂଘାତିକ ଅବସ୍ଥାର ଶିକାର ହେଉଛନ୍ତି। ଯେତେବେଳେ ଆମ ହୃଦୟରେ ପହଞ୍ଚୁଥିବା ଅମ୍ଳଜାନଯୁକ୍ତ ରକ୍ତ ଯୋଗାଣ ବାଧାପ୍ରାପ୍ତ ହୁଏ, ସେତେବେଳେ ହୃଦଘାତର ଅବସ୍ଥା ଉପୁଜେ। ହୃଦରୋଗ ବିଶେଷଜ୍ଞଙ୍କ ଅନୁଯାୟୀ ଖରାପ ଜୀବନଶୈଳୀ, ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ, ଶାରୀରିକ କାର୍ଯ୍ୟକଳାପର ଅଭାବ, ଧୂମପାନ ଏବଂ ପ୍ରଦୂଷଣ ହେତୁ ଯୁବପିଢ଼ି ହୃଦଘାତର ଶିକାର ହେଉଛନ୍ତି। ଲୋକମାନେ ହୃଦଘାତରୁ ରକ୍ଷା ପାଇବା ପାଇଁ ସତର୍କ ହେବା ଆବଶ୍ୟକ। ଡାକ୍ତରଙ୍କ ଅନୁଯାୟୀ ଶୀତଦିନେ ହୃଦଘାତ ହେବାର ଆଶଙ୍କା ବଢ଼ିଥାଏ। ଶୀତ ଋତୁରେ କମ୍ ତାପମାତ୍ରା ହେତୁ ହୃତ୍ପିଣ୍ଡକୁ ରକ୍ତ ଯୋଗାଉଥିବା ଧମନୀଗୁଡ଼ିକ ସଙ୍କୁଚିତ ହୋଇଯାଏ ଏବଂ ଏହା ହୃଦୟକୁ ପ୍ରଭାବିତ କରିଥାଏ। ଯେତେବେଳେ ଧମନୀରେ ଜମାଟ ବାନ୍ଧି ହୃଦଘାତ ହୁଏ। ହୃଦଘାତ ଏକ ଡାକ୍ତରୀ ଜରୁରୀକାଳୀନ ପରିସ୍ଥିତି ଏବଂ ଯଦି ବ୍ୟକ୍ତି ତୁରନ୍ତ ଚିକିତ୍ସା ନ କରନ୍ତି ତେବେ ସେ ମରିପାରନ୍ତି। ହୃଦଘାତକୁ ଏଡ଼ାଇବା ପାଇଁ ଲୋକମାନେ ସମୟ ସମୟରେ ସେମାନଙ୍କର ହୃଦୟ ଯାଞ୍ଚ କରିବା ଉଚିତ, ଯାହାଦ୍ୱାରା ଯେକୌଣସି ସମସ୍ୟା ଠିକ୍ ସମୟରେ ଚିହ୍ନଟ ହୋଇପାରିବ। ପ୍ରତିଦିନ ଏହି କାମ କରନ୍ତୁ, ହୃଦଘାତର ଆଶଙ୍କା କମିଯିବ। ଡକ୍ଟର ଅରୋରାଙ୍କ ଅନୁଯାୟୀ ହୃଦଘାତରୁ ରକ୍ଷା ପାଇବା ପାଇଁ ସମସ୍ତେ ଏକ ସୁସ୍ଥ ଖାଦ୍ୟ ଗ୍ରହଣ କରିବା ଉଚିତ। ସେହିପରି ଠିକ୍ ନିଦରେ ଶୋଇବା ଉଚିତ ଏବଂ ଠିକ୍ ସମୟରେ ଉଠିବା ଉଚିତ। ଜଣେ ଧୂମପାନ ଏବଂ ମଦ୍ୟପାନରୁ ଦୂରେଇ ରହିବା ଉଚିତ, ଯାହାଫଳରେ ଏହା ହୃଦୟ ଉପରେ ଖରାପ ପ୍ରଭାବ ପକାଇବ ନାହିଁ। ଏହା ବ୍ୟତୀତ ପ୍ରତିଦିନ ସକାଳେ 40 ମିନିଟରେ 4 କିଲୋମିଟର ଦ୍ରୁତ ଗତିରେ ଚାଲିବା ଉଚିତ। ଦ୍ରୁତ ଗତିରେ ଚାଲିବାର ଗତି ସାଧାରଣ ଚାଲିବା ଅପେକ୍ଷା ଅଧିକ ନିୟମିତ ଭାବେ ଚାଲିବା ଦ୍ୱାରା ହୃଦୟର ସ୍ୱାସ୍ଥ୍ୟ ବୃଦ୍ଧି ପାଇପାରେ ଏବଂ ହୃଦଘାତର ଆଶଙ୍କା କମିଯାଏ। ଯଦି ଆପଣ ଚାଲିବାକୁ ସକ୍ଷମ ନୁହନ୍ତି ତେବେ କିଛି ଶାରୀରିକ କାର୍ଯ୍ୟକଳାପ କରନ୍ତୁ। ଆପଣଙ୍କ ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ଏହା ମଧ୍ୟ ବହୁତ ଲାଭଦାୟକ ହେବ। ଏହିପରି ଥଣ୍ଡା ସମୟରେ ଶରୀରକୁ ଗରମ ରଖନ୍ତୁ, ହୃଦୟର ସ୍ୱାସ୍ଥ୍ୟରେ ଉନ୍ନତି ହେବ। ଡାକ୍ତରଙ୍କ ଅନୁଯାୟୀ ଶୀତଦିନେ ହୃଦଘାତରୁ ରକ୍ଷା ପାଇବା ପାଇଁ ଲୋକମାନେ ନିଜ ଶରୀରକୁ ଗରମ ରଖିବା ଉଚିତ ଏବଂ ଗରମ ଖାଦ୍ୟ ଖାଇବା ଉଚିତ। ଜଙ୍କ ଫୁଡ୍ ଠାରୁ ଦୂରେଇ ରହିବା ଉଚିତ। ଏହା ବ୍ୟତୀତ ତାପମାତ୍ରା ବହୁତ ଅଧିକ ହେଲେ ଜଣେ ଘରୁ ବାହାରକୁ ଯିବା ଉଚିତ ନୁହେଁ। ଯଦି ଆପଣ ବାହାରକୁ ଯିବାକୁ ପଡ଼ିବ, ଆପଣ କେବଳ ଗରମ ପୋଷାକ ପିନ୍ଧିବା ଉଚିତ। ଏହା ବ୍ୟତୀତ ଯେଉଁମାନେ ହୃଦରୋଗ ପାଇଁ ଔଷଧ ସେବନ କରନ୍ତି ସେମାନେ ଠିକ୍ ସମୟରେ ଔଷଧ ଖାଇବା ଉଚିତ। ଠିକ୍ ସମୟରେ ଔଷଧ ସେବନ ନ କରିବା ଅବସ୍ଥାକୁ ଖରାପ କରି ହୃଦଘାତର କାରଣ ହୋଇପାରେ। ଏଭଳି ପରିସ୍ଥିତିରେ ସତର୍କ ରହିବା ଅତ୍ୟନ୍ତ ଜରୁରୀ।